कालिकाऊ गोटे स्कूल रे टीचर थाए। चलंतु देखिबा कालीर पाठ पढ़ा। पिले कुह मो आखि सुंदर। हाँ दीदी मो आखि सुंदर। ओहो अरे तम आखि नुह मो आखि माने तम दीदी को आखि। हाँ दीदी तम आखि बहुत सुंदर। मु देखिबाकू बहुत गोरा। दीदी तमे तो देखिबाकू कला ना तो मिछ काहे कहूच। एमिति कालिकाऊ समस्तଙ୍କୁ कहूଥାଏ। ସେହି ସମୟରେ ସାର୍ ଆସି ପହଞ୍ଚି ଗଲେ। କଣ ଗୋରା କଳା ପାଠ ପଢା ହଉଛି? ନାଇଁ ମୋ ସାରେ ମୁଁ ତାକୁ 2 ଦ୍ୱାରା ବିଭାଜ୍ୟ ସଂଖ୍ୟା ପଢଉଥିଲି। ତମେ କଣ ଦେଖିପାରୁନ ନା କଣ? ନା ସାର୍ ଦିଦି ମିଛ କହୁଛନ୍ତି। ଦିଦି କହୁଥିଲେ ମୋ ଆଖି ସୁନ୍ଦର, ମୁଁ ଦେଖିବାକୁ ଗୋରା, ଏମିତି ସବୁ କହୁଥିଲେ। କାଳି ଚାକିରି ପିତା ଲାଗିଲାଣି ନା କଣ? ପିଲାମାନଙ୍କୁ ପାଠ ପଢିବା ବଦଳରେ ଆଖି ନାକ କାନ ପଢଉଛ। ତାପରେ ସାର୍ ସେଠାରୁ ରାଗିକି ଚାଲିଗଲେ। ଏ ପିଲାମାନେ ଟିକେ ରହି ଯାଇଥିଲେ ହେଇନଥାନ୍ତା? ସବୁ ମନରେ ସତ ଗାଳି ଦେଲ। ହଉ ଚାଲ ଏବେ ପାଠ ପଢିବା, ବହୁତ ହେଇଗଲା। କୁହ 2 4 6 8 ଆଉ 10 ଏସବୁ 2 ଦ୍ୱାରା ବିଭାଜ୍ୟ। ହଁ ଦିଦି 2 4 6 8 ଆଉ 10 ଏହି ସବୁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ। ଏମିତି କାଳିକାଉ ସମସ୍ତଙ୍କୁ ପାଠ ପଢଉଥାଏ। ସେହି ସମୟରେ ମିକି ଆସି ପହଞ୍ଚିଲା। ଏ ଚଢେଇ ଛୁଆ ତୁ କିଏ? ତୋର ତ ଆଡମିସନ ହେଇନି, ତୁ ଏଠିକୁ କେମିତି ଆସିଲୁ? ଦେଖିଲେ ତ ଗରିବ ଘରର ଛୁଆ ପରି ଲାଗୁଛି। ଏ ସ୍କୁଲରେ ଧନୀ ଛୁଆ ମାନେ ପଢନ୍ତି। ଯା ଯା ଏଠୁ ଚାଲି ଯା। ଦିଦି ସେ ଯାହା ହଉ ମୁଁ ଏଠିକୁ ପାଠ ପଢିବାକୁ ଆସିଛି। ଗରିବ ଭିକାରୀ ପୁଣି ପାଠ ପଢିବୁ? ଯା ଏରମରୁ ବାହାରି ଯା। ମିକି ଦିଦିଙ୍କୁ ଯେତେ କହିଲା କାଳି ଦିଦି ତା କଥା ଜମାରୁ ବି ଶୁଣିଲେନି। ତାକୁ ରୁମରୁ ବାହାର କରିଦେଲେ। ଦିଦି ଦିଦି ସିଏ ମିକି ଭାରି ଭଲ ଚଢେଇ, ତାର ଭଲ ପାଠ ବି ହୁଏ। ତାକୁ କ୍ଲାସ ରୁମ କୁ ଆଣନ୍ତୁ ନା। ଚୁପ କର, ତା ପାଇଁ ଏତେ ଆଉ ଓକିଲତି କରେନି, ପାଠ ପଢ। ତାପରେ ଦିଦି ପୁଣି ଥରେ ପାଠ ପଢେଇବା ଆରମ୍ଭ କଲେ। ମିକିର ତ ବହୁତ ଇଚ୍ଛା ଥାଏ ପାଠ ପଢିବାକୁ, ହେଲେ ସେ ପଢି ପାରେନି। ତା ମୁଣ୍ଡକୁ ସେହି ସମୟରେ ଗୋଟେ ଆଇଡିଆ ଆସିଲା। ହେ ଠାକୁରେ, ଗରିବ ବୋଲି କଣ ମୁଁ ପାଠ ପଢି ପାରିବିନି? ଆରେ ବାଃ, ଗୋଟେ ଭଲ ଜାଗାଟେ ଅଛି, ମୁଁ ଯାଉଛି ଯୋଉଠିକି ଯାଇ ମୁଁ ପାଠ ପଢି ପାରିବି। ଏମିତି କହି ମିକି କ୍ଲାସ ରୁମ ର ଝରକା ପାଖକୁ ଗଲା। ସେଇଠି ଦେଖି ସବୁ ପାଠ ପଢୁଥିଲା, କିନ୍ତୁ କାଳିକାଉ ସିଏ ତାକୁ ଦେଖିଦେଲା। ଏ ଚଢେଇ ଛୁଆ, ମୁଁ ପରା ତତେ ମନା କଲି ତୁ ପାଠ ପଢି ପାରିବୁନି ବୋଲି। ସେଠି କଣ ଝରକା ପାଖରେ ଉଣ୍ଡୁଛୁ? ଆ ମୋ ପାଖକୁ ଆ, ଦୁଷ୍ଟ। ତାପରେ ମିକି କାଳିକାଉ ପାଖକୁ ଆସିଲା। ଏଇ ମାଗଣାରେ ପାଠ ପଢିବୁ, 50 ଟଙ୍କା ଦେ। ଆରେ ଇଏ ମତେ ବୁଦ୍ଧି ଶିଖେଇବ। ଦିଦି ପଇସା କଣ ପାଇଁ ଦେବି ଯେ? ଆପଣ ତ ମତେ ମନା କଲେ କି କ୍ଲାସ ରୁମ କୁ ଆସିବୁନି ବୋଲି, ସେଇଥିପାଇଁ ମୁଁ ଯାଇକି ଝରକାରେ ଦେଖୁଥିଲି। ଏଥିରେ ମୁଁ କାହିଁକି ତୁମକୁ ପଇସା ଦେବି? ପଇସା ଦେ, ନହେଲେ ଝରକାରୁ ବି କାଲିଠୁ ଉଣ୍ଡି ପାରିବୁନି। ହଁ। ତେଣୁ ମିକି ବାଧ୍ୟ ହୋଇ କାଳିକାଉକୁ 50 ଟଙ୍କା ଦେଲା। ତାପରେ ସମସ୍ତେ ଘରକୁ ଚାଲିଗଲେ। ଆରେ ମୋ ଝିଅ ସ୍କୁଲରୁ ଆସିଗଲା। କହିଲୁ ଆଜି ତୁ କଣ ପଢିଥିଲୁ? ନାଇଁ ବୋଉକୁ ମୁଁ କିଛି ବି କହିବିନି, ସେ କଣ ନାଇଁ କଣ ଭାବିବ, କିଛି ଗୋଟେ ମିଛ କହିଦେବି। ହଁ ବୋଉ ଆଜି ତ କେତେ କଣ ପଢା ହେଲା, ଆଜି ମତେ ବହୁତ ଭଲ ଲାଗିଲା। ଏମିତି ମା ଝିଅ ଦୁହେଁ କଥା ହେଲେ। ତାପରେ ରାତି ହେଲା, ସମସ୍ତେ ଖାଇବା ଖାଇ ଶୋଇ ପଡିଲେ। ପୁଣି ଥରେ ମିକି ବି ସ୍କୁଲକୁ ଚାଲିଗଲା। କ୍ଲାସ ରୁମ ରେ ନୁହେଁ, ଝରକା ବାଟେ ଉଣ୍ଡି ପାଠ ପଢିଲା। ଏହିପରି ଭାବରେ ସବୁଦିନ ମିକି ଝରକା ବାଟେ ଉଣ୍ଡି ପାଠ ପଢିଲା, ଆଉ କାଳିକୁ 50 ଟଙ୍କା ଲେଖାଏ ବି ଦେଲା। ଏହିପରି ଭାବରେ କିଛି ଦିନ ବିତିଗଲା। ପାଠ ପଢା ସରିଲା। ତାପରେ ପରୀକ୍ଷା ଦେବାର ସମୟ ଆସିଲା। ପିଲାମାନେ ତମ ବହି ଏବେ ଶେଷ ହୋଇଗଲା, ପଢା ବି ସରିଗଲା। ଆଜି ହେଉଛି ତମର ପରୀକ୍ଷା। ସମସ୍ତେ ପଢିକି ଆସିଛ ତ? ମିକି ଏକଥା ଶୁଣିଲା ସାଙ୍ଗେ ସାଙ୍ଗେ କାଳିକାଉ ପାଖକୁ ଚାଲି ଆସିଲା। ଦିଦି ଦିଦି ମୁଁ ବି ପରୀକ୍ଷା ଦେବି ନା? ମୁଁ ବି ସବୁ ପାଠ ପଢି ଦେଇଛି। ଆରେ ତୁ ପୁଣି ପରୀକ୍ଷା ଦେବୁ? ହଉ, ତୁ ତ ପଢିଲା ବେଳେ 50 ଟଙ୍କା ଦଉଥିଲୁ, ଏବେ ମତେ 100 ଟଙ୍କା ଦେବୁ, କାହିଁକି ନା ତୁ ପରୀକ୍ଷା ଦେବୁ। ହେଲା, 100 ଟଙ୍କା ଆଣିକି ଆସିବୁ ଯା। କାଳିକାଉ ଏମିତି ମିକିକୁ କହୁଥାଏ। ସେଇ ସମୟରେ ସାର୍ ଆସି ପହଞ୍ଚିଲେ। ଆରେ ଝିଅ, ତୁ ତ ଜମାରୁ କ୍ଲାସ କରିନୁ, ତ ପରୀକ୍ଷା ଦେବୁ କେମିତି? ହଁ ସାର୍ ମୁଁ କ୍ଲାସ କରିଛି ନା, କ୍ଲାସ କରିଛି, ମୁଁ ଝରକା ବାଟେ କ୍ଲାସ କରିଛି, ଆଉ 50 ଟଙ୍କା ବି ଦେଇଛି ସାର୍, ତ ମୁଁ ପରୀକ୍ଷା ନିଶ୍ଚୟ ଦେବି। ଏକଥା ଶୁଣି ସାର୍ ବହୁତ ଜୋରେ ରାଗିଗଲେ। କାଳି, ତମେ ଗୋଟେ ପିଲାଠୁ ପଇସା ନଉଛ? ଏ ଅଧିକାର ତମକୁ କିଏ ଦେଲା? ଏଇଟା ତ ଗଭର୍ଣ୍ଣମେଣ୍ଟ ସ୍କୁଲ, ଏଥିରେ ସବୁ ଛୁଆ ମାନେ ପଢି ପାରିବେ।
ଆଗକୁ ଏମିତି ଭୁଲ ଯେମିତି କେବେ ନ ହୁଏ, ବୁଝିଲ? ସାର୍ ମୋର ଭୁଲ ହେଇଗଲା, ମୋ ଭୁଲ ମୁଁ ମାନୁଛି, ହେଲେ ଇଏ କି ପରୀକ୍ଷା ଦବ? ଇଏ ବା ଝରକା ବାଟେ ପଢିଛି, କଣ ପଢିଥିବ ଯେ ପରୀକ୍ଷା ଦବ? ହଉ ସାର୍, ଆପଣଙ୍କ କଥା ହିଁ ରହୁ, ସିଏ ପରୀକ୍ଷା ଦଉ। ଯଦି ସେ ପରୀକ୍ଷାରେ ପ୍ରଥମ ନ ହବ ତାହେଲେ ମୁଁ ସ୍କୁଲ ଛାଡି ଚାଲିଯିବି। କଣ ମୋ ସର୍ତ୍ତରେ ରାଜି ତ? ବହୁତ ଭଲ କଥା। କାଳି, ତମେ ତମ ନିଜ ଗୋଡରେ ନିଜେ ହିଁ କୁରାଢି ମାରିଛ। ମିକି, ତୁ ନିଶ୍ଚୟ ପରୀକ୍ଷା ଦବୁ, ହେଲା? ତାପରେ ସାର୍ କୋଶ୍ଚିନ୍ ନେଇ ସବୁ ପିଲାମାନଙ୍କୁ ଦେଲେ। ସମସ୍ତେ ମିଶି ପରୀକ୍ଷା ଦେଲେ। ସମସ୍ତଙ୍କ ଠାରୁ ମିକିର ପ୍ରଥମେ ସରିଲା। ସେ ଖାତା ଦେଇ ବାହାରକୁ ଚାଲିଗଲା। ସମସ୍ତେ ଖାତା ଦେଲେ। ତାପରେ ସ୍କୁଲ ଛୁଟି ହୋଇଗଲା। ସମସ୍ତେ ଘରକୁ ଚାଲିଗଲେ। ମିକି, କଣ ଆଜି ପରୀକ୍ଷାରେ ଭଲ କରିଛି ତ? ମୁଁ ଜାଣିଛି ପରା, ମୋ ଝିଅ ନିଶ୍ଚୟ ଭଲ କରିଥିବ। ତା ପରଦିନ ସକାଳୁ ଟିକିର ଘରକୁ ଫୋନ ଆସିଲା। ହ୍ୟାଲୋ, କିଏ? ମିକିର ମା କହୁଛନ୍ତି? ହଁ, ମୁଁ ମିକିର ମା କହୁଥିଲି। ଆପଣ କିଏ? କଣ କହୁଛନ୍ତି? ତମ ଝିଅ ପରୀକ୍ଷାରେ ପ୍ରଥମ ହେଇଛି। ହଁ, ସତରେ? ମୁଁ ତ ବହୁତ ଖୁସି। ଶୁଣନ୍ତୁ, ଆଜି ଆମ ସ୍କୁଲରେ ଏକ ମିଟିଂ ବସିଛି, ତେଣୁ ତମେ ତମ ଝିଅକୁ ନେଇକି ଏଠାକୁ ଆସ, ତାକୁ ପ୍ରାଇଜ ମିଳିବ। ମିକି, ଆଇଲୁ ମା, ତୁ ଆଜି ପରୀକ୍ଷାରେ ପ୍ରଥମ ହେଇଛୁ, ଏଇଥିପାଇଁ ସାର୍ ଫୋନ କରିଥିଲେ। ଚାଲ ଚାଲ, ଆମେ ସ୍କୁଲକୁ ଯିବା, ଚାଲ, ତତେ ପୁରା ପ୍ରାଇଜ ମିଳିବ। ହଁ ମା, ସତରେ? ଚାଲ ଯିବା, ଚାଲ। ମା ଝିଅ ଦୁହେଁ ମିଶି ସ୍କୁଲକୁ ଗଲେ। ଏଇ ତ ମିକି ଆସିଲାଣି। କାଳି, ଏବେ ତ ତମେ ବୁଝିପାରିଥିବ ନା ତମ ଭୁଲଟା। ଯାହାର ପାଠ ପଢିବାର ଇଚ୍ଛା ଥିବ ସେ ଯେମିତି ହେଲେ ବି ପଢିବ, ସେ ଝରକା ବାଟେ ହଉ କି କବାଟ କଣରେ ହଉ। ଆସ 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 ମିକି, ଏଇଠିକୁ ଆସ। ଏଇ ନିଅ ତୁମ ପ୍ରାଇଜ। ଆଜି ତୁମେ ପରୀକ୍ଷାରେ 1 ନମ୍ବର ହେଇଛ, ମାନେ ଫାଷ୍ଟ ହେଇଛ। ଆଚ୍ଛା କାଳି ଦିଦି, ତମେ ଯୋଉ କଣ୍ଡିସନଟା କରିଥିଲ ସେଇଟା ମନେ ଅଛି ତ? ନା ମୁଁ ପୁଣି ଥରେ ମନେ ପକେଇଦେବି? ହଁ ମନେ ଅଛି, କହିବା ଦରକାର ନାହିଁ, ମୁଁ ବାହାରି ଯାଉଛି। ଏମିତି କହି କାଳିକା ଆଉ ଚାଲିଗଲା। କିନ୍ତୁ ମିକି ତାକୁ ଡାକିକି ଅଟକେଇଲା। ନାଇଁ ଦିଦି, ତମେ କୁଆଡେ ବି ଯିବନି। ସାର୍, ଆଜି ମୁଁ ଯୋଉ ପରୀକ୍ଷାରେ 1 ନମ୍ବର ପାଇଛି ସେଇଟା କେବଳ ଆଉ କେବଳ ଦିଦିଙ୍କ ପାଇଁ, ତେଣୁ ମୁଁ ମୋ ପ୍ରାଇଜଟାକୁ ଦିଦିଙ୍କୁ ଦେବି। ଦିଦି ଏଠାକୁ ଆସନ୍ତୁ, ଆଉ ମୋ ପ୍ରାଇଜଟାକୁ ନିଅନ୍ତୁ, ଏଇଟା କେବଳ ତୁମ ପାଇଁ। ଏସବୁ କଥା ଶୁଣି ସାରିଲା ପରେ କାଳି ତାର ଭୁଲକୁ ବୁଝିପାରିଲା। ମିକି, ମୁଁ ତତେ ଏତେ କଥା କହିଲା ପରେ ବି ତୁ ମତେ ନ ଘୃଣା କରିକି ତୋ ପ୍ରାଇଜ ମତେ ଦଉଛୁ। ତୁ ବହୁତ ଭଲ। ଭଲରେ ଥାରେ ମା, ଖରାପ ତ ମୁଁ ମୋ ଭୁଲକୁ ବୁଝି ସାରିଛି, ଆଉ ତ ଭୁଲ କେବେ ବି କରିବିନି। ଦିଦି, ତମେ ଯଦି ମତେ ଭୁଲ ମାଗିବ ତାହେଲେ ତମର ପାପ ହବ। ଏକଥା ଶୁଣି କାଳିକା ଓ ମିକିକୁ କୁଣ୍ଢେଇ ପକେଇଲା। ଏହା ଦେଖି ସମସ୍ତେ ବହୁତ ଖୁସି ହେଲେ। ସେଇ ଦିନ ଠାରୁ ମିକି ସବୁଦିନ ସ୍କୁଲ ଆସିଲା। କାଳି ପରୀକ୍ଷା କରିବା ପାଇଁ ମିକିକୁ କେତେ ଟଙ୍କା ଆଣିବାକୁ କହିଥିଲା? ଉତ୍ତରଟି କମେଣ୍ଟ ମାଧ୍ୟମରେ ଧାଇଁ ଆସ ଧାଇଁ ଆସ, ପଣସ ନବ ଧାଇଁ ଆସ, ଖଜୁରୀ ପଣସ ଖାଇଲେ ପାଟିରୁ ଛାଡିବନି। ଟିକି ଚଢେଇ ଏମିତି ଡାକି ଡାକି ପଣସ ବିକୁଥାଏ। ତା ଡାକ ଶୁଣି ଜଙ୍ଗଲରୁ ଚଢେଇ ମାନେ ପଣସ ନବାକୁ ଚାଲି ଆସିଲେ। ଟିକି, ଦେଲୁ ଦେଲୁ, ମତେ ଗୋଟେ ପଣସ ଦେଲୁ, ଭଲରେ ଦବୁ ବା। ରହବ, ମୁଁ ଆଗ ଆସିଛି, ସବୁ ପଣସ ଦେଖିବି, ଯୋଉଟା ଭଲ ଲାଗିବ ମୁଁ ସେଇଟା ନେବି, ତାପରେ ଯାଇକି ତମେ ନେବ। ଆରେ ତୁ ଭାରି ସିଆଣିଆଟା, ଆଗ ନେଇଯିବୁ, ଆମେ କଣ ଉଣ୍ଡିକି ଥିବୁ? ଆରେ ରୁହ, ବାଡିଆ ପିଟା ହୁଅନି, ମୁଁ ବାଣ୍ଟି ଦଉଛି। ଏତେ ବଡ ବଡ ପଣସ ମୁଁ ତ ମାତ୍ର 2ଟା ଆଣିଛି। ଏଇଟା କାଳିଅପା ଆଉ ରିନୁ, ତମେ ଏଇଟା ନେଇଯା। ମିନୁ, ତୁ ଏଇଟା ନେଇଯା। ସେମିତି ଅଧା ଅଧା କରିକି ବି ପଇସା ଦେଇଦିଅ, ବୁଝିଲ? ଯାହା ହଉ, ତୁ ବହୁତ ଜଲ୍ଦି ଭାଗ ଛିଣ୍ଡେଇ ଦେଲୁ, ନହେଲେ ତ ଏଇନା ବହେ ଝଗଡା ହେଇଥାନ୍ତା। ଆଉ ସମସ୍ତେ ବାଣ୍ଟି ବୁଣ୍ଟି ପଣସ ନେଲେ, ଆଉ ଟିକି ଚଢେଇକୁ ବି ତା ପଇସା ଦେଇଦେଲେ। ଟିକି ଚଢେଇ ଏମିତି ପଣସ ବିକି ବହୁତ ଖୁସିରେ ଚଳୁଥିଲା। କିନ୍ତୁ ତାର ଗୋଟେ ଦୁଃଖ ଥିଲା, ତାର କିଛି ବି ପୁଅ ଝିଅ ନଥିଲେ, ତେଣୁ ସେ ଟିକେ ଦୁଃଖରେ ରହୁଥିଲା। ଏମିତି ମନ ଦୁଃଖ କଲେ ଚଳିବ? ଏମିତି ମନ ଦୁଃଖ କଲେ କଣ ହବ ଯେ? ଏବେ ତ ପଣସ ବିକ୍ରି କରି ଆସିଲ, ଟିକେ ଖୁସି ହୁଅ। କେମିତି ମନ ଦୁଃଖ କରିବିନି? ସମସ୍ତେ ନିଜ ନିଜ ଛୁଆକୁ ଧରିକି ରହୁଛନ୍ତି, ହେଲେ ମୁଁ ଏଡେ ହତଭାଗିନୀଟା ଯେ ମୋର ଗୋଟେ ଛୁଆ ବି ନାହିଁ। ଛୁଆ ପାଇଁ ଡହଳ ବିକଳ ହଉଛି। ଏମିତି କହି ଟିକି ବହୁତ ମନ ଦୁଃଖ କରେ ଆଉ କାନ୍ଦି ପକାଏ। ସେହି ସମୟରେ ମିନୁ ଆସି ପହଞ୍ଚେ। କଣ କିଲୋ, ଏବେ ପରା ପଣସ ବିକିକି ଆଇଲୁ, ପୁଣି କଣ ପାଇଁ ମନ ଦୁଃଖ କରିଛୁ? କଣ ପାଇଁ ଆଉ ମନ ଦୁଃଖ କରିବ?
ଛୁଆ ପାଇଁ ତ ଆଉ କାହା ପାଇଁ? ଇଏ ଗୋଟେ କଥା ତ। ହଉ, ଏ ମିନୁ କାହିଁକି ଅଛି କହିଲୁ ଟିକେ? ମିନୁ, ତୁ କଣ କହୁଛୁ କହିଲୁ? ମୁଁ ଜମାରୁ ଜାଣିପାରୁନି। ଆରେ, ମୁଁ ତୋ ପାଇଁ ଗୋଟେ ଖୁସି ଖବର ନେଇ ଆସିଛି। କଣ ମୁଁ ଜାଣିପାରୁନୁ? ମୋ ପାଇଁ ଖୁସି ଖବର? ମୋର ଆଉ କଣ ଖୁସି ଅଛି ଯେ? ମୋ ଛୁଆ ନାହିଁ ମାନେ ମୋର ଆଉ କିଛି ବି ଖୁସି ନାହିଁ। ଅଛି ଲୋ, ଅଛି, ଖୁସି ଖବର ଅଛି। ଶୁଣି, ଚାଲ ମୁଁ ତତେ ଜଣେ ବାବାଙ୍କ ପାଖକୁ ନେଇଯିବି। ମିଠୁ, ତମେ ବି ଚାଲ। ସମସ୍ତେ ମିଶି ମିଠୁ ବାବାଙ୍କ ପାଖକୁ ଚାଲିଗଲେ। ଓಂ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନଂ ପୂର୍ବାରୁପମିବ ବନ୍ଧନ ମୃତ୍ୟୁର୍ମୁକ୍ଷୀୟମାମୃତା। ହରି ଓಂ ନମଃ ଶିବାୟ। ବାବା ପ୍ରଣାମ। ମୁଁ ଆପଣଙ୍କୁ କାଲି ଯୋଉ ଚଢେଇ କଥା କହୁନଥିଲି, ସିଏ ଆଜି ଆପଣଙ୍କ ପାଖକୁ ଆସିଛି। ତାକୁ ଟିକେ ସାହାଯ୍ୟ କରନ୍ତୁ। ମୋ ପାଖକୁ ଯିଏ ଆସେ ସିଏ କେବେ ଖାଲି ହାତରେ ଫେରେ ନାହିଁ। ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି କହି ମିଟୁ ବାବା ଗୋଟେ ମନ୍ତ୍ର ପଢିଲେ। ତାପରେ ତାଙ୍କ ହାତକୁ ଦୁଇଟା ଅଲଗା ଅଲଗା ପ୍ରକାର ଫଳ ଆସିଲା। ଏଇ ନେ ଚଢେଇ, ଏଇ ଦିଟା ଫଳ ଭିତରୁ ଗୋଟେ ସକାଳେ ଖାଇବୁ ଆଉ ଗୋଟେ ରାତିରେ ଖାଇବୁ। ତାପରେ ମଝିରେ ଆଉ କିଛି ବି ଖାଇବୁନି। ଏଇଟା କାଲିଠୁ ତୁ ଖାଇବୁ, ହେଲା? ତାପରେ ତୁ ତୋର ଉତ୍ତର ପାଇଯିବୁ। ଯା। ଧନ୍ୟବାଦ ବାବା, ଆମେ ଏଥର ଆସୁଛୁ। ପ୍ରଣାମ। ତାପରେ ସମସ୍ତେ ଘରକୁ ଚାଲିଗଲେ। ବାବା ଯେମିତି ଯାହା କହିଲେ ତୁ ସେମିତି କରିବୁ ଆଉ ସେମିତି ଖାଇବୁ, ହେଲା? ମୁଁ ଏବେ ଯାଉଛି। ପରଦିନ ସକାଳେ ଖୁସି ଖବରଟା ଦେଇ ଆସିବୁ, ହେଲା? ଏମିତି କହି ମିନୁ ଚାଲିଗଲା। ଏକଥା ସତ ହବ ତ? ମତେ କାହିଁ ଲାଗୁନି। ଏଇ ଏମିତି ଅଶୁଭ କଥା କୁହନି। ବାବାଙ୍କ ଉପରେ ଭରସା ରଖ ଆଉ ଠାକୁରଙ୍କୁ ମୁଣ୍ଡିଆ ମାର। ନିଶ୍ଚୟ ସତ ହବ। ହଁ, ଅପେକ୍ଷାର ଫଳ ତ ମିଠା ହୋଇଥାଏ। ଅପେକ୍ଷା କରିବା ଆଉ ଦେଖିବା କଣ ହଉଛି ଆଉ। ତାପରେ ରାତି ହୋଇଗଲା। ଦୁହେଁ ଖାଇ ପିଇ ଶୋଇପଡ଼ିଲେ। ଏମିତି କିଛି ସମୟ ପରେ ସକାଳ ହେଲା। ଟିକି ଚଢ଼େଇ ଉଠି ସକାଳୁ ସକାଳୁ ସେ ଫଳଟାକୁ ପ୍ରଥମେ ଖାଇଲା। ତାପରେ ମିଠୁ ପାଇଁ ଟିଫିନ ତିଆରି କରିବା ପାଇଁ ଚାଲିଗଲା। ଆରେ ଟିକି, ସରିଲା ନା ନାଇଁ ତମର? ମୁଁ ପୁରା କାମକୁ ଯିବି, ସେପଟେ ଲେଟ୍ ହବଣି। ଟିଫିନଟା ଦିଅ। କଣ ଖାଇବା ଆଣୁନ? ହଁ ହଁ, ହେଇଗଲା ହେଇଗଲା, ନେଇକି ଯାଉଛି। ତାପରେ ଟିକି ଚଢ଼େଇ ମିଠୁ ପାଇଁ ଖାଇବା ନେଇ ଆସିଲା। ମିଠୁ ଖାଇବା ଖାଇଦେଇ କାମରେ ଚାଲିଗଲା। ଯେମିତି ମିଠୁ କାମକୁ ଚାଲିଗଲା, ପୁଣି ଥରେ ଟିକି ଚଢ଼େଇ ପଣସ ବିକିବାକୁ ଜଙ୍ଗଲକୁ ଚାଲିଗଲା। ଯେମିତି ସେମିତି କରି ସେ ସବୁତକ ପଣସ ବିକିଦେଲା। ରାତିକୁ ଯାଇ ଟିକି ଚଢ଼େଇ ଘରକୁ ଆସିଲା। ସେଇ ସମୟରେ ମିଠୁ ବି ଘରକୁ ଆସି ଯାଇଥାଏ। ଦୁଇ ଜଣ ଯାକ ମିଶିକି ଖାଇବା ଖାଇଲେ ଆଉ ତାପରେ ଶୋଇ ପଡ଼ିଲେ। ଆରେ, ମନେ ପଡ଼ିଲା, ବାବା ମତେ ଫଳ ଖାଇବାକୁ କହିଥିଲେ। ସେଥିରୁ ତ ଗୋଟେ ମୁଁ ସକାଳେ ଖାଇଦେଇଛି। ଏବେ ଖାଇନି, ଯାଏ ଖାଇଦେବି। ତାପରେ ଟିକି ଚଢ଼େଇ ସେ ଫଳକୁ ଖାଇବାକୁ ଗଲା। ଏମିତି ଫଳ ଖାଇ ଦୁହେଁ ଶୋଇ ପଡ଼ିଲେ। ତା ପରଦିନ ସକାଳୁ ଟିକି ଚଢ଼େଇ ଦୁଇଟା ଅଣ୍ଡା ଦେଇଥାଏ। ଗୋଟେ ଦେଖିବାକୁ ସୁନେଲି କଲର, ଆଉ ଗୋଟେ ଦେଖିବାକୁ ରୂପାର କଲର। ଏସବୁ ଦେଖିକି ଟିକି ଚଢ଼େଇ ଓ ମିଟୁ ଦୁହେଁ ଆଶ୍ଚର୍ଯ୍ୟ ହେଇଗଲେ। ଇଏ କଣ? ଏମିତି ଅଣ୍ଡା ତ ମୁଁ କେବେ ଦେଖିନି। ଟିକି, କଣ ସବୁ ଇଏ? ମୁଁ ବି ଦେଖିନି। ଦେଖିବା କଣ ହଉଛି। ବାବାଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ଅଛି, କିଛି ହବନି। ଏହିପରି ଭାବରେ କିଛି ଦିନ ବିତିଗଲା। ସେ ଅଣ୍ଡା ଦୁଇଟି ଫୁଟି ସେଥିରୁ ଦୁଇଟି ଯାଆଁଳା ଛୁଆ ବାହାରିଲେ। ତାଙ୍କ ଭିତରେ ଫରକ ଏତିକି ଯେ ଜଣେ ସୁନାର ଚଢ଼େଇ ଆଉ ଜଣେ ରୂପାର ଚଢ଼େଇ। ଦେଖ ମିଠୁ, ଏବେ ଆମ ଛୁଆମାନେ ଦୁନିଆକୁ ଆସି ଯାଇଛନ୍ତି। ମୁଁ ଏବେ ବହୁତ ଖୁସି। ଦୁଇ ଜଣ ତ ଯାଆଁଳା। ୟା ନା ମିକି ଆଉ ତା ନା ଚିକି। ଚିକି ମିକି ଯାଆଁଳା ଭଉଣୀ। ବହୁତ ଭଲ ହେଲା। ନା ନା, ଚିକି ମିକି ମୋର ପସନ୍ଦ ହଉନି। ମୁଁ ଡାକିବି ୟା ନା ସୁନି, ତା ନା ରୂପୀ। ସୁନି ରୂପୀ ଯାଆଁଳା ଭଉଣୀ। ମତେ ଏ ନାଁଟା ବହୁତ ଭଲ ଲାଗିଲା। ଏମିତି ଦୁଇ ଜଣ ଯାକ ଅଲଗା ଅଲଗା କରି ନାଁ ଦେଲେ। ତାପରେ ମିଠୁ ଖାଇବା ଆଣିବାକୁ ଚାଲିଗଲା। ଏହି ଖବର ଧୀରେ ଧୀରେ ଜଙ୍ଗଲରେ ଖେଳିଗଲା। ଯାଆଁଳା ଛୁଆ ମାନଙ୍କୁ ଦେଖିବା ପାଇଁ ଜଙ୍ଗଲରୁ ଚଢ଼େଇ ମାନେ ଆସିଲେ। ଏମିତି ଛୁଆ, ଏମାନେ ଛୁଆ ନା ରାକ୍ଷସୁଣୀ ଯେ? ଟିନୁ, ସେମିତି କୁହନି। ସିଏ ହଉଛନ୍ତି ମୋ ଛୁଆ। ତାଙ୍କୁ ଏମିତି କହିବାକୁ ତମକୁ କିଏ ଅଧିକାର ଦେଲା? ନାଲୋ ରେନୁ, ସତରେ ଏଇଟା ସୁନା ରୂପା ଛୁଆ। ୟାଙ୍କ ପରରେ ଖାଲି ସୁନା ଆଉ ରୂପା। ଏଟିକି, ଯେତେବେଳେ ତାଙ୍କ ପର ଛିଣ୍ଡିବନି ତୁ ମତେ ଦବୁ, ହେଲା?
ଦେଖି ଦେଖି ଛିଣ୍ଡେଇବା ଟିକେ। ଏମିତି କହି ରିନୁ ମିକିର ପରକୁ ଟଣା ଉତରା କରେ। ଆ ଆ କାଟୁଛି ଆଣ୍ଟି, ଇଏ କଣ କରୁଛ? ମତେ କାଟୁଛି ଆଣ୍ଟି। ରିନୁ ଏ କି ଅଭଦ୍ରାମୀ, ଯଦି ଇଏ ତମ ଛୁଆ ହେଇଥାନ୍ତା ତାହେଲେ ତମେ କଣ ତା ସାଙ୍ଗେ ଏମିତି କରିଥାନ୍ତ? ହଁ ଲୋ ରିନୁ, ତୁ ଭୁଲ କାମ କଲୁ। ହଉ ଆମେ ତ ଜାଣିଲୁ ଟିକିର ଜାଆଁଳା ଛୁଆ, ଗୋଟେ ସୁନା ଆଉ ଗୋଟେ ରୂପର ଛୁଆ। ଚାଲ ଲୋ ଯିବା, ଆଉ କଣ ଦେଖିବା ଯେ। ମାମା ମାମା, ଏ ଆଣ୍ଟି ଦୁଇ ଜଣ ଜମାରୁ ବି ଭଲ ନୁହେଁ, ଆମକୁ କଷ୍ଟ ଦଉଛନ୍ତି ନା ଦିଦି? ହଁ, ଏ ଆଣ୍ଟି ଦୁଇ ଜଣ ଜମା ଭଲ ନୁହେଁ। ମାମା ତୁ ଆମକୁ ଲୁଚେଇ ଦେ, ଆମକୁ ଯେମିତି କେହି ନ ଦେଖନ୍ତି, ନହେଲେ ପୁଣି ଥରେ ଆସିକି ମତେ ଟଣା ଉଟରା କରିବେ। ନାଇଁ ରେ ମା, ତମେ ଦୁଇ ଜଣ କେହି ବି ଟେନସନ ନିଅନି, ମୁଁ ଅଛି ନା, କେହି କିଛି କରିବେନି ତମର। ଟିକେ ତୁ ମନ ଖରାପ କରନି, ଏମାନେ ବହୁତ ଭଲ, ଦେଖିବୁ ଦିନେ ନା ଦିନେ ଏମିତି କାମ କରିବେ, ତୁ ବହୁତ ଗର୍ବ ଅନୁଭବ କରିବୁ। ହେଲା ମିନୁ ଟିକି ଚଢେଇକୁ ଏମିତି ବୁଝେଇ ଦେଇ ଚାଲିଗଲା। ଏହିପରି ଭାବରେ କିଛି ଦିନ ବିତିଗଲା। ଛୁଆମାନେ ଧୀରେ ଧୀରେ ବଡ ହେଲେ, ଦୁହେଁ ଭଲ ପାଠ ବି ପଢୁଥିଲେ। ବୁଝିଲ, ଆଜି ମୁଁ ବହୁତ ଖୁସି ଅଛି। ଖୁସିରେ କାନ୍ଦିବି କି ହସିବି ଜମାରୁ ବି ଜାଣିପାରୁନି। ସୁନି ମୋର ଡାକ୍ତର ହେଲା, ଆଉ ରୁପି ସିଏ ପୋଲିସ ହେଇଗଲା। ଆମର ତ ଦୁଃଖ ଗଲା। ସେଇ ସମୟରେ ଟିକିର ଦୁଇ ଝିଅ ଆସି ମିଠୁ ପାଖରେ ପହଞ୍ଚିଲେ। ପାପା ପାପା, ମୁଁ ଏବେ ଏଇ ଜଙ୍ଗଲରେ ଗୋଟେ ଗଭର୍ଣ୍ଣମେଣ୍ଟ ଡାକ୍ତରଖାନା ଖୋଲିବାକୁ ଚାହୁଁଛି। ହଁ ପାପା, ମୁଁ ବି ଦିଦିକୁ ସେଥିରେ ସାହାଯ୍ୟ କରିବି। କହିଲ ପାପା, ଆମେ ଭଲ କାମ କରୁଛୁ ନା ଖରାପ କାମ କରୁଛୁ? ନା ରେ ମା, ତମେ ଦୁଇ ଜଣ ଭଲ କାମ କରୁଛ। ଯା ହଉ, ମୋ ମା ହବାର ଜୀବନଟା ସାର୍ଥକ ହେଇଗଲା। ମୋ ଦୁଇ ଝିଅ ନିଶ୍ଚୟ ଜଙ୍ଗଲର ମଙ୍ଗଳ। ଏହିପରି ଭାବରେ ଟିକିର ଦୁଇ ଝିଅ ଜଙ୍ଗଲରେ ଡାକ୍ତରଖାନା ଖୋଲିଲେ। ସେଥିରେ ଚିକିତ୍ସା ହେବା ପାଇଁ ସବୁ ଚଢେଇ ବି ଆସୁଥିଲେ। ଜଙ୍ଗଲରେ ଚଢେଇ ମାନଙ୍କର ଆଉ କିଛି ବି ଦୁଃଖ ରହିଲାନି। ତେଣୁ ସମସ୍ତେ ବହୁତ ଖୁସିରେ ଜୀବନ ଯାପନ କଲେ। ମିଠୁ ବାପା ଟିକି ଚଢେଇକୁ କେତେଟା ଫଳ ଖାଇବାକୁ ଦେଇଥିଲେ? ଉତ୍ତର କମେଣ୍ଟ ମାଧ୍ୟମରେ ଜଣାନ୍ତୁ।